ୱାଲଟେର ଡିଭିଜନ ଯୋଗୁଁ ଓଡ଼ିଶା ଏବଂ ଓଡ଼ିଶାବାସୀ କ୍ଷତିଗ୍ରସ୍ତ ହେଉଛନ୍ତି। ଓଡ଼ିଶାର ରେଳବାଇ କ୍ଷତିଗ୍ରସ୍ତ ହେଉଛି। ଏହି ବାବଦରେ ଆଜି ମୁଁ ଗୋଟିଏ 7 ପେଜର ଚିଠି ମାନ୍ୟବର କେନ୍ଦ୍ରମନ୍ତ୍ରୀ ରେଳବାଇ ଶ୍ରୀ ଅଶ୍ୱିନୀ ବୈଷ୍ଣବଜୀଙ୍କୁ ଲେଖିଛି। ଏହି ଚିଠିରେ ମୁଁ ସ୍ପଷ୍ଟ କରିଛି ଯେ କେକେ ଲାଇନ୍, ଯେଉଁଟା କୋରାପୁଟ କିରାଣ୍ଡୁଲ ଲାଇନ୍ କୁହାଯାଉଛି, ଓଡ଼ିଶା ପାଇଁ ବହୁତ ଶୁଭଙ୍କର ହେବ, କିନ୍ତୁ ସେଥିରେ କେଉଁ ପ୍ରକାରର ଅସୁବିଧା ରହିଛି ଯେଉଁଥିରେ କି ଓଡ଼ିଶାର ସ୍ୱାର୍ଥ ସାଧନ ହୋଇପାରିବ ନାହିଁ, ସେ ବିଷୟରେ ଉଲ୍ଲେଖ କରିଛି। ନୌପଡ଼ା ଗୁଣୁପୁର ରେଲୱେ ଲାଇନ୍, ଯେଉଁଟାକି କୁହାଯାଉଛି ଏଇଟା ଓଡ଼ିଶାର ଆହୁରି ବହୁତ ସାହାଯ୍ୟରେ ଆସିବ, ସେଥିରେ କେଉଁ କେଉଁ ଲିମିଟେସନ୍ସ ଅଛି ସେଇଟାକୁ ମୁଁ ଉଦ୍ଧୃତ କରିଛି। ତୃତୀୟରେ କୁହାଗଲା ପଲାସା ଇଚ୍ଛାପୁରମ୍ ସେକ୍ସନକୁ ଯେଉଁଟା ହସ୍ତାନ୍ତର କରାଯାଉଛି ୱାଲଟେର ଡିଭିଜନକୁ, ତା କରିବା ଦ୍ୱାରା ଓଡ଼ିଶା କି ପ୍ରକାର ଭାବରେ କ୍ଷତିଗ୍ରସ୍ତ ହେଉଛି ସେ ବିଷୟରେ ଲେଖିଛି। ଖୋର୍ଦ୍ଧା ରୋଡ୍ ଡିଭିଜନ ଏବଂ ପ୍ରପୋଜ୍ଡ ରାୟଗଡ଼ା ଡିଭିଜନ ମଧ୍ୟରେ କୌଣସି ଲିଙ୍କେଜ୍ ନଥିବାରୁ, ଡାଇରେକ୍ଟ ଲିଙ୍କେଜ୍ ନଥିବାରୁ କ'ଣ ଅସୁବିଧା ଗୁଡ଼ିକ ସମ୍ମୁଖୀନ ହେବା ପାଇଁ ଯାଉଛି ଓଡ଼ିଶାର ରେଳବାଇ, ସେ ବିଷୟରେ ଲେଖିଛି। ପାରଳାଖେମୁଣ୍ଡି ଏବଂ ଗୁଣୁପୁର ମଧ୍ୟରେ କୌଣସି ଡାଇରେକ୍ଟ ଲିଙ୍କେଜ୍ ନଥିବାରୁ ଇଷ୍ଟ କୋଷ୍ଟ ରେଲୱେ ଏବଂ ସାଉଥ କୋଷ୍ଟ ରେଲୱେ ଡିଭିଜନ ଥ୍ରୁରେ ଯିବା ପାଇଁ ସେ ବିଷୟରେ ଲେଖିଛି। ଷ୍ଟେଟ୍ ବାଉଣ୍ଡ୍ରିଜ୍ ଏବଂ ଆଡମିନିଷ୍ଟ୍ରେଟିଭ ଲଜିକ୍, ଯେଉଁଟା କୁହାଯାଉଛି କି ରାଜ୍ୟ ବାଉଣ୍ଡ୍ରି ମଧ୍ୟରେ ଯେଉଁ ସବୁ ବିଷୟ ଗୁଡ଼ିକ ରହିଛି ରେଲୱେଜ୍, ସେଇଟାକୁ କି ପ୍ରକାର ଭାବରେ ଉଚିତ ଭାବରେ ରଖାଯାଇପାରିବ, ସେ ବିଷୟରେ ମୁଁ ମୋର ବକ୍ତବ୍ୟ କେଉଁ ବିଷୟ ରହିଛି ସେଇଟା ଲେଖିଛି। ଓଡ଼ିଶା ରେଲୱେ ନେଟୱାର୍କକୁ କି ପ୍ରକାର ଭାବରେ ପ୍ରଭାବିତ କରୁଛି ୱାଲଟେର ରିଷ୍ଟ୍ରକ୍ଚରିଂ, ସେ ବିଷୟରେ ଲେଖିଛି। କିଛିଟି କ୍ଲାରିଫିକେସନ୍ସ ମାଗିଛି ଏବଂ ବିଶେଷ କରି ଯାହା ଆମର ନେତା ତତ୍କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟ ସଜେସନ୍ ଦେଇଥିଲେ ତତ୍କାଳୀନ ରେଳବାଇ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲ ଜୀଙ୍କୁ କି ଓଡ଼ିଶାକୁ ଗୋଟେ ୟୁନିଫାଏଡ ରେଲୱେ ଜୋନ୍ରେ ତବଦିଲ କରାଯାଉ, ସେ ବିଷୟରେ ମଧ୍ୟ ମୁଁ ଉଦ୍ଧୃତ କରିଛି ଏବଂ ତା ଦ୍ୱାରା ଓଡ଼ିଶା କି ପ୍ରକାର ଭାବରେ ଲାଭବାନ ହେବ ସେ ବିଷୟରେ ମଧ୍ୟ କହିଛି। ଏ 7 ପେଜର ଚିଠିରେ ଅନେକ ତଥ୍ୟ ରହିଛି। ମୁଁ ଆଶା କରୁଛି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବଜୀ ଓଡ଼ିଶାବାସୀଙ୍କ ସ୍ୱାର୍ଥ କ୍ଷେତ୍ରକୁ ଦେଖିକିରି କି ପ୍ରକାର ଭାବରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏହା ଉପରେ ନେବେ।